2026 ନୂଆ ପ୍ଲେ ଷ୍ଟୋର ଆଇଡି ଖୋଲିବାକୁ ଚାହୁଁଛନ୍ତି କି? ମାତ୍ର 2 ମିନିଟରେ କେମିତି ଖୋଲିବେ ଦେଖନ୍ତୁ ଏହି ଭିଡିଓରେ। ଆପଣଙ୍କ ମୋବାଇଲରେ ଥିବା ପ୍ଲେ ଷ୍ଟୋର ଆପ୍ଲିକେସନ ଉପରେ କ୍ଲିକ୍ କରନ୍ତୁ। ଯଦି ଆପଣଙ୍କର ପୂର୍ବରୁ କୌଣସି ଆଇଡି ନାହିଁ ତେବେ ସାଇନ୍ ଇନ୍ ବଟନ ଉପରେ କ୍ଲିକ୍ କରନ୍ତୁ। ତାପରେ ତଳେ ଥିବା କ୍ରିଏଟ୍ ଆକାଉଣ୍ଟ ଉପରେ କ୍ଲିକ୍ କରି ଫର୍ ମାଇ ପର୍ସନାଲ ୟୁଜକୁ ସିଲେକ୍ଟ କରନ୍ତୁ। ତାପରେ ଏଠି ଆପଣଙ୍କର ଫାଷ୍ଟ ନେମ୍ ଲେଖିବେ, ତା ତଳେ ଲାଷ୍ଟ ନେମ୍ ଲେଖିକି ନେକ୍ସଟ କରିବେ। ତାପରେ ଆପଣଙ୍କର ଜନ୍ମ ତାରିଖ ଏବଂ ଜେଣ୍ଡର ସିଲେକ୍ଟ କରନ୍ତୁ। ପ୍ରଥମେ ଆମେ ମନ୍ଥ ସିଲେକ୍ଟ କରିବା, ତାପରେ ଡେଟ୍ ଏଣ୍ଟର କରିବା, ତାପରେ ଇୟର ଏଣ୍ଟର କରିକି ଜେଣ୍ଡର ଆମେ ମେଲ୍ କି ଫିମେଲ ସିଲେକ୍ଟ କରିବା, ତାପରେ ନେକ୍ସଟ କରିବା। ତାପରେ ସବୁଠୁ ମେନ୍ ଇମ୍ପୋର୍ଟାଣ୍ଟ ପାର୍ଟ ଆସିଯାଇଛି, ଲୋକମାନେ ଆସିକି ଏଇଠି ଭୁଲ କରନ୍ତି ଆଉ ତାଙ୍କ ପ୍ଲେ ଷ୍ଟୋର ଆଇଡି ଖୋଲି ପାରନ୍ତି ନାହିଁ। ତ ଆପଣ ସେ ଭୁଲ କରନ୍ତୁ ନାହିଁ। ଆପଣ ପ୍ରଥମେ ଆପଣଙ୍କର ଏଠି ଫୋନ ନାଁ ଲେଖିବେ, ନାଁ ଲେଖିଲା ପରେ ଆପଣଙ୍କର ମୋବାଇଲ ନମ୍ବରର ଲାଷ୍ଟ 4ଟା ନମ୍ବର ଏଠି ଏଡ୍ କରିବେ। ଏଡ୍ କଲା ପରେ ତଳକୁ ଏଠି ନେକ୍ସଟ ଅଛି, ନେକ୍ସଟ କରିବେ। ତାପରେ ଏଠି ଏକ ଷ୍ଟ୍ରଙ୍ଗ ପାସୱାର୍ଡ ତିଆରି କରିବେ। ଷ୍ଟ୍ରଙ୍ଗ ପାସୱାର୍ଡ ମାନେ ଆପଣ ଜାଣିଥିବେ, ଯେମିତି କିଛି ନମ୍ବର, କିଛି ସିମ୍ବଲ, କିଛି ଲେଟର ଦେଇକି ତିଆରି କରିବେ। ତାପରେ ଏଠି ସେ ପାସୱାର୍ଡକୁ ଏଣ୍ଟର କରି ତଳେ ଥିବା ନେକ୍ସଟ ବଟନ ଉପରେ କ୍ଲିକ୍ କରିବେ। ତାପରେ ଏଠି ଫୋନ ନମ୍ବର ଏଡ୍ କରିବାର ଅପସନ ଆସିଯିବ। ତଳକୁ ଟିକେ ସ୍କ୍ରୋଲ କରିବେ। ଆପଣ ଫୋନ ନମ୍ବର ଏଡ୍ କରିବାକୁ ଚାହୁଁଛନ୍ତି ତେବେ ୟେସ୍ ଉପରେ କ୍ଲିକ୍ କରିବେ। ମୁଁ ଫୋନ ନମ୍ବର ଏଡ୍ କରିବାକୁ ଚାହୁଁନି ତ ମୁଁ ସ୍କିପ୍ କରୁଛି। ତାପରେ ଆପଣଙ୍କୁ ଏଠି ରିଭ୍ୟୁ ୟୁଅର ଆକାଉଣ୍ଟ ଇନଫୋର ଅପସନ ଆସିଯିବ। ତ ତଳେ ଏଠି ସିମ୍ପଲି ନେକ୍ସଟ ଉପରେ କ୍ଲିକ୍ କରିବେ। ତାପରେ ଏଠି ପ୍ରାଇଭେସି ଆଣ୍ଡ ଟର୍ମସର ଅପସନ ଆସିଯାଇଛି। ତଳକୁ ଟିକେ ସ୍କ୍ରୋଲ କରିବେ, ତାପରେ ଆଇ ଏଗ୍ରି ଉପରେ କ୍ଲିକ୍ କରିବେ। ତାପରେ ଏଠି ଦେଖିପାରୁଥିବେ ଗୁଗଲ ସର୍ଭିସର ଅପସନ ଆସିଯାଇଛି। ତା ତଳକୁ ଟିକେ ସ୍କ୍ରୋଲ କରିବା, ତାପରେ ଏଠି ଆକ୍ସେପ୍ଟ ଉପରେ କ୍ଲିକ୍ କରିବା, ତାପରେ ଅଗେନ୍ ଆକ୍ସେପ୍ଟ ଉପରେ କ୍ଲିକ୍ କରିବା। ତାପରେ ଦେଖିପାରୁଥିବେ ସମ୍ପୂର୍ଣ୍ଣ ଭାବେ ଆମର ପ୍ଲେ ଷ୍ଟୋର ଆଇଡି ଖୋଲି ସାରିଛି। ଯଦି ଆପଣଙ୍କୁ ଭିଡିଓଟି ହେଲ୍ପଫୁଲ ଲାଗିଥାଏ ତାହେଲେ ଭିଡିଓଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି।